ଯେତେବେଳେ ଆପଣଙ୍କ ସାଥୀଙ୍କ ପାଟିରେ ନିଜ ପ୍ରାଇଭେଟ୍ ଅଙ୍ଗ ପ୍ରବେଶ କରାଇ ଯୌନ କ୍ରିୟା କରାଯାଏ, ତେବେ ଏହାକୁ ମୁଖ ଯୌନ କ୍ରିୟା କୁହାଯାଏ। ମୁଖ ଯୌନ କ୍ରିୟା କେବଳ ପୁରୁଷମାନେ କରନ୍ତି ନାହିଁ, ବରଂ ଗଧିଆ, ଭାଲୁ ଭଳି ପଶୁମାନେ ମଧ୍ୟ ମୁଖ ଯୌନ କ୍ରିୟା କରିଥାନ୍ତି। ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି ଯେ ଏକାଠି ସେହିଭଳି ଭିଡ଼ିଓ ଦେଖୁଥିବା ଦମ୍ପତିମାନେ ଯୌନ ସମ୍ପର୍କ ବନାଇବା ସମୟରେ ଅତ୍ୟଧିକ ସନ୍ତୁଷ୍ଟି ପ୍ରାପ୍ତି ଅନୁଭବ କରିଥାନ୍ତି। ଯେତେବେଳେ ଗୋଟିଏ ମହିଳା କାହା ସହିତ ସମ୍ପର୍କ ଗଢ଼ିଥାନ୍ତି, ସେ ତାଙ୍କ ହୃଦୟରେ ଆଶା କରନ୍ତି ଯେ ଏହି ସମ୍ପର୍କ ଆହୁରି ମଜବୁତ ହେବ, ଏହି ବ୍ୟକ୍ତି ତାଙ୍କ ପାଇଁ ଅଧିକ ବିଶ୍ୱାସୀ ହେବ। କିନ୍ତୁ ସେହି ମୁହୂର୍ତ୍ତ ପରେ ଯଦି ସେହି ବ୍ୟକ୍ତି ସାଧାରଣ କିମ୍ବା ଅସାବଧାନ ହୋଇଯାଆନ୍ତି, ତେବେ ସେହି ମହିଳା ବୁଝିପାରନ୍ତି ଯେ କାହା ପାଇଁ ତାଙ୍କ ହୃଦୟର ମୂଲ୍ୟ ଗୋଟିଏ ରାତି ପରି ଥିଲା। ଜୀବନର ଏକ ଦୁର୍ଲଭ ଆଶୀର୍ବାଦ ହେଉଛି ଏପରି ଏକ ସାଥୀ ପାଇବା, ଯାହା ସହିତ ତାକୁ ନିଜ ଭାଷା ବଦଳାଇବାକୁ ପଡ଼ିବ ନାହିଁ। ସେ ଯେପରି ଚିନ୍ତା କରେ, ଯେପରି ଅନୁଭବ କରେ, ସେହିପରି ବଞ୍ଚିପାରେ ଏବଂ ଯେଉଁ ସ୍ୱପ୍ନ ଦେଖେ ସେପରି ସେୟାର କରିପାରିବ। ଏକ ରିସର୍ଚ୍ଚ ଅନୁସାରେ 70% ମହିଳାମାନେ ନିଜର ପିରିୟଡ଼ ସମୟରେ ନିଜ ପୁରୁଷ ସାଥୀକୁ ଶାରୀରିକ ସମ୍ପର୍କ ବନାଇବା ପାଇଁ ସିଧା ସିଧା ମନା କରିଦେଇଥାନ୍ତି। ଦୁନିଆର 30% ପୁରୁଷମାନଙ୍କର ଶୀଘ୍ର ପତନ ବହୁତ ଜଲ୍ଦି ହୋଇଯାଇଥାଏ। ଏହା ବିଶ୍ୱାସ କରାଯାଏ ଯେ ସେମାନଙ୍କର ଶୀଘ୍ର ପତନର ମୁଖ୍ୟ କାରଣ ହେଉଛି ଚିନ୍ତା, ଯୌନ ଶୋଷଣ, ନକାରାତ୍ମକ ଛବି ଏବଂ ପ୍ରାରମ୍ଭିକ ଯୌନ ଅଭିଜ୍ଞତା। ସେହି ମହିଳାଙ୍କ ଠାରୁ ସବୁବେଳେ ଦୂରତା ବନାଇ ରଖନ୍ତୁ ଯେଉଁ ମହିଳାଙ୍କ ସ୍ତନ ତାଙ୍କ ଶରୀର ଅପେକ୍ଷା ଅଧିକ ଆକର୍ଷଣୀୟ ହୋଇଥାଏ, କାରଣ ଏପରି ମହିଳା ସ୍ୱଭାବରେ ଚରିତ୍ରହୀନ ହୋଇଥାଏ। ଅନେକ ଥର ଗୋଟିଏ ମହିଳା ହଁ କୁହନ୍ତି କାରଣ ସେ ଭୟ କରନ୍ତି ଯେ ଯଦି ସେ ମନା କରନ୍ତି, ତେବେ ସାମ୍ନାବାଲା ବ୍ୟକ୍ତି ତାଙ୍କଠାରୁ ଦୂରେଇ ଯିବେ, ତାଙ୍କ ପ୍ରେମ ବଦଳିଯିବ, ସମ୍ପର୍କ ଶେଷ ହୋଇଯିବ ଏବଂ ଏହି ଭୟ ତାଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ହଁ କହିବାକୁ ବାଧ୍ୟ କରେ ଏବଂ ପରେ ଏହି ହଁ ତାଙ୍କ ପାଇଁ ଅନୁତାପ ସୃଷ୍ଟି କରେ।